ଭାରତର ପରାଜୟ ଜିତଖର ଗମ୍ଭୀରଙ୍କ ପାଇଁ ହାରିଲା ଟିମ୍ ଇଣ୍ଡିଆ। ଟିମ୍ ଇଣ୍ଡିଆର ଲଗାତାର ଘରୋଇ ସିରିଜ୍ ପରାସ୍ତ ଭୋଗିଛି। ଦେଖିବାକୁ ଗଲେ ଯେବେଠାରୁ ଗୌତମ ଗମ୍ଭୀର କୋଚ୍ ହୋଇ ଆସିଛନ୍ତି, ଭାରତର ଘରୋଇ ମାଟିରେ ଟେଷ୍ଟ ସିରିଜ୍ ହାରିବାରେ ଲାଗିଛି। ଦେଖିବାକୁ ଗଲେ ପ୍ରଥମ ଥର ଆସିଥିଲେ ନ୍ୟୁଜିଲାଣ୍ଡ ତାଠାରୁ 3-0ରେ ହାରିଲା। ଇଂଲଣ୍ଡ ଠାରୁ ବି ହାରିଥିଲା ଏବଂ ଦେଖିବାକୁ ଗଲେ ଦକ୍ଷିଣ ଆଫ୍ରିକା ଠାରୁ ମଧ୍ୟ ହାରିଲା। ପୁଣି ତେମ୍ବା ବାବୁମା ଠାରୁ ହାରିଲା। ପୁଣି 408 ରନ୍ରେ ହାରିଲା ଦ୍ୱିତୀୟ ଟେଷ୍ଟ ଏବଂ ସିରିଜ୍ ଦେଖିବାକୁ ଗଲେ 2-0ରେ ସିରିଜ୍ ପୋଛି ନେଇଛି, ମାନେ ପୁରା ହ୍ୱାଇଟ୍ ୱାଶ୍ କରିଦେଇଛି। ଏବଂ ଦେଖିବାକୁ ଗଲେ ଲଜ୍ଜା ଗୌତମ ଗମ୍ଭୀର ଆଗରେ, କାହିଁକିନା ଗୋଟିଏ ଛକାର ୱାର୍ଲଡ଼ କପ୍ ଜିତାଇ ନାହିଁ। ସେହି ବିଷୟରେ ଟିକେ ଆଲୋଚନା କରିବା ତେବେ ଚାଲନ୍ତୁ ଜାଣିବା ସମ୍ପୂର୍ଣ୍ଣ ଖବର ବିଷୟରେ। ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ 2 ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ଆୟୋଜିତ ହୋଇଥିଲା। ଦେଖିବାକୁ ଗଲେ ଏହି ପ୍ରଥମ ଇନିଂସରେ ପ୍ରଥମ ଟେଷ୍ଟ ହାରିବା ପରେ ଦ୍ୱିତୀୟ ଟେଷ୍ଟ ପୁଣି ସେମିତି ଦୋହରାଇଛି। ଏଠି ଦୋଷ କାହାର, ଭାରତର ବ୍ୟାଟର ଦୋଷ ନା ବୋଲର ଦୋଷ କିଛି କହିବ ନାହିଁ। ମୋତେ ତ ଲାଗୁଛି ଗୌତମ ଗମ୍ଭୀର, କାହିଁକିନା ଗୋଟିଏ ଛକାରେ ୱାର୍ଲଡ଼ କପ୍ ଜିତାଇ ନାହିଁ। ଏବଂ ଦେଖିବାକୁ ଗଲେ 30 ତାରିଖରୁ ଦିନିକିଆ ସିରିଜ୍ ରହିଛି 3ଟି ମ୍ୟାଚ୍ ବିଶିଷ୍ଟ। ସେଠାରେ ବି ତେମ୍ବା କ୍ୟାପ୍ଟେନ୍ ଏବଂ ତେମ୍ବା ବାବୁମା ଅଧୀନରେ ମୋତେ ଲାଗୁଛି ପୁଣି ହାରିବ। ତ ଏହାକୁ ହଟାଇବାକୁ କହୁଛନ୍ତି ଫ୍ୟାନ୍ସ ମାନେ। ତ ଦେଖିବାକୁ ବାକି ରହିଲେ କେତେ ଦିନ ରହୁଛି ବିଷୟ ଏହା ଉପରେ ନଜର ଏବଂ କୋଚ୍। ତ ଫ୍ରେଣ୍ଡ, ଭିଡ଼ିଓଟି ଭଲ ଲାଗିଥିଲା, ଭିଡ଼ିଓଟି ଲାଇକ୍ କରନ୍ତୁ। ଭିଡ଼ିଓଟି ଦେଖିଥିବାରୁ ଧନ୍ୟବାଦ।